ଓହୋ କି ଶୀତଲ ମା, ଏଇ ଶୀତରେ ନ ଗାଧେଇଥିଲେ କଣ ହେନ୍ତାନି? କିଏ ଗାଧୁଆଟା ରଖିଛି କିଏ ଆଣି ଶୀତ ଦିନରେ? ଶୀତରେ ବସି ପଡିଲି ଯୋଉ ରୁମ୍ ହିଟର ପାଖରେ, ଡେରି ହେଇଗଲା ପୂଜା, ସେଥିପାଇଁ ତରତର ହେଇକି ଦୌଡ଼ିଗଲି ଠାକୁର ଘରକୁ, ପୂଜାଟି ସରେଇ ଦେଇ ପଳେଇ ଆସିଲି ରୋଷେଇ ଘରକୁ। ତାପରେ ଖୋଜା ପଡିଲା କଣ କରିବି ପେଟ ପୂଜା। ଦେଖିଲା ଆଡୁ ଲଡୁ ବୁନ୍ଦି ସବୁ ଥୁଆ ହେଇଛି, ସକାଳୁ ସେ ଯାକ କିଏ ଖାଉଛି ଯେ? ତାପରେ ବିରି ବଟା କାଢି ପକେଇଦେଲି ଦିଟା ଚକୁଳି, ବଡ ବଡ ଚକୁଳି ଦିଟା କରିଦେଇ ତା ସାଙ୍ଗକୁ ଗୁଡ ଆଉ ପାଚିଲା କଦଳୀ, ପୂଜା କରିଥିବା ପାଚିଲା କଦଳୀ କି ଗୁଡ଼ ଦେଇକିରି ବସି ପଡ଼ିଲି ଖାଇବା ପାଇଁ। ଆପଣମାନେ ଭାବୁଥିବେ ମାଉସୀକି ବେଶୀ ଭୋକ ହେଉଛି ସେଥିପାଇଁ ତରତର ହେଇକି ଖାଇଦେଉଛି। ନା ନା, ପିଲାମାନଙ୍କୁ ବା ଆଣିବା ପାଇଁ ଯିବି। ଖାଇସାରିକି ଡାଲିଟାକୁ ଫୁଟେଇଦେଲି, ତାପରେ ଦୌଡ଼ିଲି ସ୍କୁଲକୁ। ସ୍କୁଲକୁ ଯାଇକି ପିଲାମାନଙ୍କୁ ଧରିକି ପଳେଇ ଆସିଲି। ଆସିଲା ପରେ ତାଙ୍କୁ ଟିକେ ତେଲ ହରିକା ଲଗାଲଗି କରି ତାଙ୍କୁ ଗାଧପାଧ କରି ସଫାସୁତୁରା କରି ନେଇ ଆସିଲି ଖୁଆଇବା ପାଇଁ। ତାପରେ ସେମାନଙ୍କୁ ଯେମିତି ଖୁଆଇ ଦେଇଛି, ଦୀର୍ଘ ନିଶ୍ୱାସଟିଏ ଛାଡ଼ି ତକିଆକୁ ଟିକେ ଆଉଜିକି ବସି ପଡ଼ିଲି ଦାନ୍ତିକିଲିକୁ ଚୁବେଇ ଚୁବେଇ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ବୋଲି ରହୁଛି।